ଭଲ ପାଇବା ବଡ଼ ଦୂର ବ୍ୟାପାର। ଆଉ ଥରେ ଭଲ ପାଇ ବସିଲେ ଭୁଲିବା ଭାରି କଷ୍ଟ। ଏମିତି ଏକ ଭଲ ପାଇବାର ଛୋଟିଆ କାହାଣୀଟିଏ। ଗୋଟିଏ ଗଛରେ ଶୁଆଟି ଆଉ ଶାରୀଟି ଏତେ ଭଲ ପାଆନ୍ତି, ଉଭୟଙ୍କୁ କେହି କାହା କ୍ଷଣକ ପାଇଁ ଛାଡ଼ନ୍ତିନି ଏବଂ ଦିହେଁ ସଦାବେଳେ ହସ ଖୁସିରେ କାଳାତିପାତ କରନ୍ତି। ଦିନେ ହଠାତ୍ ଏକ ଅଜବ ପ୍ରଶ୍ନ ଶାରୀ ମନକୁ ଆସିଲା। ଆଉ ଶାରୀ କହିଲା, ଶୁଆ, ତମେ ମୋତେ କେମିତି ଭଲ ପାଉଛ? କେତେ ଭଲ ପାଉଛ? ତାର ପ୍ରମାଣ ମୁଁ ତ ପାଇଲିନି। ଶୁଆ କହିଲା, ଶାରୀ, ଭଲ ପାଇବାର ପ୍ରମାଣ ତୁ ଏପର୍ଯ୍ୟନ୍ତ ପାଇଲୁନି ମୋ ପାଖରୁ। ପୁଣି ପ୍ରଶ୍ନ କଲା, ଶୁଆ, ତମେ ମୋତେ ଛାଡ଼ି ଦୂରକୁ କେବେ ପଳେଇ ଯିବନି ତ? ମୋ ହାତ ଛାଡ଼ିଦେବନି, ମୋ ସାଙ୍ଗ ଛାଡ଼ିଦେବନି ତ? ଶୁଆ ହସିଲା, କହିଲା, ଶାରୀ, ଏପର୍ଯ୍ୟନ୍ତ ଛାଡ଼ିନି, ଆଗକୁ ଛାଡ଼ିଦେବି ବୋଲି ତୁ ଭାବୁଛୁ? ତେବେ ଠିକ୍ ଅଛି, ମୁଁ ଯଦି ଉଡ଼ିଯିବି ବୋଲି ତୁ ଭାବୁଛୁ ତାହେଲେ ମୁଁ ଏଇଆ କରୁଛି। ସଙ୍ଗେ ସଙ୍ଗେ ଶୁଆ ତାର ପର ଦୁଇଟା କାଟିଦେଲା ଏବଂ ଶାରୀ ଦେଖୁଛି ତା ଆଖି ଆଗରେ ଶୁଆ ପର କାଟୁଛି। ଏବଂ ଶାରୀ କହିଲା, ତମେ ପର କାହିଁ କାଟିଦେଲ? ନା, ତୋର ସନ୍ଦେହ ହେଲା ମୋ ଉପରେ ଯେ ମୁଁ କାଳେ ତତେ ଛାଡ଼ି ଉଡ଼ି ଚାଲିଯିବି, କିନ୍ତୁ ମୁଁ ଉଡ଼ିବିନି ବୋଲି, ତତେ ଛାଡ଼ି ଯିବେ ନାହିଁ ବୋଲି ମୋ ପର ଦୁଇଟାକୁ ମୁଁ କାଟିଦେଲି। ଆଉ ପର ଥିବ ଯେ ମୁଁ ଉଡ଼ିବି, କେବଳ ତୋରି ପାଖେ ପାଖେ ଥିବି। ଏମିତି ଅଳ୍ପ ଦିନ ଭିତରେ ହଠାତ୍ ଏକ ଝଡ଼ ତୋଫାନ ଆସିଲା। ଯେଉଁ ଡାଳରେ ବସିଥିଲେ সেই ଡାଳ ସହିତ ଗଛଟି ହଲିବାକୁ ଲାଗିଲା ଏବଂ ଏତେ ଜୋରରେ ପବନ ଆଉ ଝଡ଼ ତୋଫାନ ହେଲା, ସେଠି ଶୁଆ କହୁଛି, ଶାରୀ, ମୁଁ ତ ଉଡ଼ି ପାରିବିନି, କିନ୍ତୁ ତୁ ଅନ୍ତତଃ ବଞ୍ଚିଯା। ତୁ ଯା, ମୋତେ ଛାଡ଼ିକି ତୁ ଉଡ଼ିଯା। ଶାରୀ କିଛି ଚିନ୍ତା ନ କରି ସଙ୍ଗେ ସଙ୍ଗେ ଶୁଆକୁ ଛାଡ଼ି ଉଡ଼ି ଚାଲିଗଲା। ଶୁଆ ସେଇ ଝଡ଼ ବର୍ଷାର ରାତିରେ ପଡ଼ିଥାଏ ଆଉ ଚିଁଚିକିରି ଶବ୍ଦ କରୁଥାଏ, ଚକ୍ରଧର ଚକ୍ରଧର ବୋଲି ଡାକୁଥାଏ। ସକାଳ ପାଇଲା, ଝଡ଼ ଥମି ଯାଇଥାଏ। ଶାରୀ ଉଡ଼ି ଯାଇଥିଲା ସତ, କିନ୍ତୁ ପୁଣି ଆସି ସେ ଗଛକୁ ଦେଖିଲା ବେଳକୁ ଗଛ ଭାଙ୍ଗି ଯାଇଛି। ଆଉ ସେଇ ଭଙ୍ଗା ଗଛ ତଳେ ଗୋଟିଏ ଡାଳ ଭିତରେ ଚାପି ହେଇ ତା ଆଦରର ପ୍ରାଣର ଶୁଆଟି ମରିଯାଇଛି। ସେଇଠି ଅନୁତାପ କରୁଛି ଶାରୀ ଆଉ ଭାବୁଛି, କେଡ଼େ ବଡ଼ ଭୁଲଟି ମୁଁ କରିଦେଲି। ମୋ ଲାଗି ଯିଏ ପର କାଟି ମୋ ପାଖରେ ସବୁଦିନ ରହିଲା, ତାର ପଦିଏ କଥାରେ ମୁଁ ତାକୁ ଛାଡ଼ି ହତାଦର କରି ଚାଲିଗଲି। ଧିକ ମୋ ଜନ୍ମ, ଧିକ ମୋ ଜୀବନ। ସତରେ ପ୍ରଶ୍ନଟି ଆପଣଙ୍କୁ, ଇଏ କ'ଣ ପ୍ରେମ? ଇଏ କ'ଣ ଭଲ ପାଇବା? ଇଏ କ'ଣ ଅନ୍ତର ସହିତ ଅନ୍ତରକୁ ମିଶାଇବା? ଉତ୍ତର ଆପଣମାନଙ୍କ ପାଖରେ।